ପିଲାମାନେ ଶୁଭ ସକାଳ। ତମେ ସବୁ ଏଇ ଶୀତୁଆ ସକାଳରେ ନିତ୍ୟକର୍ମ ସାରି ରେଡ଼ିଓ ପାଖରେ ବସିଯିବଣି। ତେବେ ଆଉ ଜମାରୁ ଡେରି କରିବାନି, ଆରମ୍ଭ କରିବା ତମ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ପ୍ରଥମେ ଜଣେ କୁନି ଭାଇ ଆମକୁ ଗୀତ ଗାଇ ଶୁଣେଇବେ। ସେ କ'ଣ ଗାଇବେ, କାହା ଲେଖାରୁ ସେ ଗାଇବେ, ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ଅନୁଭବ ପାଣି। ମୁଁ ଏବେ ପୁରାତନ ରଚନାରୁ ଭଜନଟିଏ ଗାଇ ଶୁଣାଇବି। ଅଣସର ଘରେ ଥିଲା ଆଜ ବାହାର ହେଲା, ଅଣସର ଘରେ ଥିଲା ଆଜ ବାହାର ହେଲା, ତ୍ରିଭଙ୍ଗୀ ଭଙ୍ଗୀ କରି ତ୍ରିଭଙ୍ଗୀ ଭଙ୍ଗୀ
ସ୍ୱାସ୍ଥ୍ୟ ପାଇଁ ଆମକୁ ସୁଷମ ଖାଦ୍ୟ, ବିଶ୍ରାମ, ପରିଷ୍କାର ପରିଚ୍ଛନ୍ନତା ଆଉ ନିର୍ମଳ ବାୟୁ ଦରକାର। ଆଉ ଏଇସବୁ ଆମେ ସେତେବେଳେ ପାଇପାରିବା ଯେତେବେଳେ ଆମ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ତମେ ତ ଜାଣ ଆମ ପରିବେଶ ଏବେ ବହୁ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି। ଆଉ ଏଥିପାଇଁ ଦାୟୀ ଆମେ ନିଜେ। ଆମ ପରିବେଶର ସୁରକ୍ଷା ଆମରି ହାତରେ। ଆଉ ଏଇ କଥାକୁ ଆମକୁ ବୁଝିବାକୁ ପଡ଼ିବ। ଆମ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ସୁନ୍ଦର ଓ ସ୍ୱଚ୍ଛ ଭାରତ ଗଢ଼ିବାକୁ ପଡ଼ିବ। ଏହି ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଡିସେମ୍ବର ମାସ 2 ତାରିଖକୁ ମାନେ କାଲି ଦିନକୁ ବିଶ୍ୱ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରାଯାଉଛି। ଆଜି ଏହି ବିଷୟରେ ଅଧିକ କିଛି ଜାଣିବା କହିଛନ୍ତି ଅନସୂୟା ମିଶ୍ର। ପିଲାମାନେ, ତୁମେ ସବୁ ବିଜ୍ଞାନ ପଢ଼ୁଥିବ। ବିଜ୍ଞାନ ପାଠରେ ଥିବା ଅନେକ ବିଷୟ ମଧ୍ୟରୁ ତୁମେ ପରିବେଶ ସମ୍ବନ୍ଧରେ ନିଶ୍ଚୟ କିଛି ଜାଣିଥିବ। ତେବେ ବଡ଼ କଥା ହେଲା, ପରିବେଶ ଆଦୌ ଗୋଟିଏ ଛୋଟିଆ କଥା ନୁହଁ। ଆମ ଚାରିପଟେ ଘେରି ରହିଥିବା ସବୁ ପଦାର୍ଥ ପରିବେଶର ଗୋଟିଏ ଗୋଟିଏ ଅଂଶ। ଯେମିତିକି ମାଟି, ପାଣି, ପବନ, ଉଦ୍ଭିଦ, ପ୍ରାଣୀ, ଏମାନେ ସମସ୍ତେ ଆମ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାନ୍ତି। ତୁମେମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ଆମ ସ୍ଥଳଭାଗ ଅର୍ଥାତ୍ ମାଟି ଉପରେ କେବଳ 65 ଲକ୍ଷ ଜାତିର ପ୍ରାଣୀ ବା ସ୍ଥଳଚର ପ୍ରାଣୀ ବାସ କରନ୍ତି। ସେହିଭଳି 4,35,000 ଜାତିର ସ୍ଥଳଜ ଉଦ୍ଭିଦ ପୃଥିବୀ ପୃଷ୍ଠରେ ଦେଖାଯାଆନ୍ତି। ଏହିଭଳି ଭଳିକି ଭଳି ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ପଦାର୍ଥ ଆବଶ୍ୟକ ହୋଇଥାଏ। ସେଗୁଡ଼ିକୁ ଜୀବନ ରକ୍ଷାକାରୀ ପଦାର୍ଥ କୁହାଯାଏ। ଯେମିତିକି ବାୟୁରେ ଥିବା ଅମ୍ଳଜାନ। ପିଲାମାନେ, ତୁମେ ଜାଣିଛ ବିନା ଅମ୍ଳଜାନରେ ଆମେ 2 ମିନିଟ୍ ବଞ୍ଚିପାରିବା ନାହିଁ। ସେହିଭଳି ଉଦ୍ଭିଦମାନେ ଅଙ୍ଗାରକାମ୍ଳ ବିନା ଖାଦ୍ୟ ପ୍ରସ୍ତୁତ କରିପାରିବେ ନାହିଁ। ଅମ୍ଳଜାନ ବିନା ଶ୍ୱାସକ୍ରିୟା ମଧ୍ୟ କରିପାରିବେ ନାହିଁ। ତେଣୁ ସବୁ ଜୀବଙ୍କ ପାଇଁ ବାୟୁମଣ୍ଡଳ ନିହାତି ଦରକାର। ମାତ୍ର ଦୁଃଖର କଥା ହେଲା, ଆମର ଏହି ଜୀବନ ରକ୍ଷାକାରୀ ବାୟୁ ଏବେ ଦୂଷିତ ହେବାରେ ଲାଗିଛି। ତୁମେ ସବୁ ଆମ ଦେଶର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ କଥା ଶୁଣିଥିବ। ସେଠାକାର ବାୟୁମଣ୍ଡଳରେ ଏତେ ପରିମାଣର ପ୍ରଦୂଷକ ବା ଦୂଷିତ ପଦାର୍ଥ ବଢ଼ିଯାଇଛି ଯେ ଛୋଟ ଛୋଟ ପିଲାମାନଙ୍କୁ ଶ୍ୱାସଜନିତ ରୋଗ ବାହାରି ପଡ଼ୁଛି। ବୟସ୍କମାନଙ୍କୁ ତ ଘରୁ ପଦାକୁ ବାହାରିବାକୁ ବାରଣ କରାଯାଉଛି। ବାୟୁମଣ୍ଡଳର ଏଭଳି ଖରାପ ଅବସ୍ଥା ହେବାର ମୂଳ କାରଣ ହେଲା, ଦିଲ୍ଲୀ ପାଖରେ ଥିବା ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ଗହମ ଅମଳ କରିସାରିବା ପରେ ଶୁଖିଲା ଗହମ ଗଛ ବା କୁଟାରେ ନିଆଁ ଲଗାଇ ଦେଉଛନ୍ତି। ଟନ୍ ଟନ୍ ଓଜନର ନଡ଼ାକୁଟା ପୋଡ଼ିବା ଯୋଗୁଁ ପ୍ରଚୁର ପରିମାଣର ଧୂଆଁ ବାୟୁମଣ୍ଡଳରେ ମିଶି ବାୟୁକୁ ଦୂଷିତ କରି ଦେଉଛି। ଏହା ବ୍ୟତୀତ କଳକାରଖାନାରୁ ନିର୍ଗତ ଧୂଆଁ ସହିତ ବିଷାକ୍ତ ଗ୍ୟାସୀୟ ପଦାର୍ଥ, ଧୂଳିକଣା, ଲକ୍ଷ ଲକ୍ଷ ସଂଖ୍ୟକ ଗାଡ଼ି ମଟରରୁ ନିର୍ଗତ ଗ୍ୟାସ୍ କେବଳ ଦିଲ୍ଲୀର ଲୋକମାନଙ୍କୁ ଅଣନିଶ୍ୱାସୀ କରୁନାହିଁ, ବରଂ ସବୁ ସହରର ଅବସ୍ଥା ଏବେ ଧୀରେ ଧୀରେ ଖରାପ ହେବାକୁ ଯାଉଛି। ପିଲାମାନେ, ତୁମେ ତ ସବୁ ଜାଣିଥିବ ଆମ ଦେଶ ଏବେ ପୃଥିବୀର 1 ନମ୍ବର ଜନବହୁଳ ଦେଶର ମାନ୍ୟତା ପାଇଛି। ହିସାବରୁ ଜଣାଯାଇଛି ଯେ ଆମ ଦେଶର ଲୋକସଂଖ୍ୟା ଏବେ 145 କୋଟିକୁ ପାର କରିସାରିଲାଣି। ସେହି ଅନୁପାତରେ ଗାଡ଼ି ମଟର ସଂଖ୍ୟା ମଧ୍ୟ 9,54,00,000 ଠାରୁ ଅଧିକ ହେଲାଣି। ତୁମେ ଭାବିଲ, ଗାଡ଼ି ମଟର ଠାରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ଗ୍ୟାସ୍, କାର୍ବନ ମନୋକ୍ସାଇଡ୍, ମିଥେନ୍ ଭଳି ଓଜନିଆ ତଥା ମାରାତ୍ମକ ଗ୍ୟାସ୍ ବାୟୁମଣ୍ଡଳର ତଳଭାଗରେ ଜମା ହେଲେ ମଣିଷଙ୍କ ସହିତ ଅନ୍ୟ ସ୍ଥଳଚର ପ୍ରାଣୀମାନଙ୍କର ଅବସ୍ଥା କ'ଣ ହେବ? ସେଥିରେ ପୁଣି ମିଶିଯାଉଛି ସୂକ୍ଷ୍ମ ଧୂଳିକଣା, ପଟାସ୍, ସଲଫର, କ୍ଲୋରିନ୍ ଭଳି ତାପ ସୃଷ୍ଟିକାରୀ ବିଷାକ୍ତ ଗ୍ୟାସ୍, ଯାହାର ପ୍ରଭାବରେ ବଡ଼ ବଡ଼ ସହରରେ ବାସ କରୁଥିବା ମଣିଷଙ୍କ ସହିତ ଅନ୍ୟ ଜୀବମାନେ ମଧ୍ୟ ଅଣନିଶ୍ୱାସୀ ହୋଇ ଉଠୁଛନ୍ତି। ଶ୍ୱାସଜନିତ ରୋଗ ସହିତ ଫୁସ୍ଫୁସ୍ କ୍ୟାନ୍ସର, ରକ୍ତ କ୍ୟାନ୍ସର ଭଳି ଜଟିଳ ରୋଗର ଶିକାର ହୋଇ ଅକାରଣରେ ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିଭଳି ତୁମେ ସବୁ ଅତି ଶ୍ରଦ୍ଧାରେ ମାଟିକୁ ମା ବୋଲି ସମ୍ବୋଧନ କର, ନୁହେଁ? ମାଟି ଆମକୁ ବାସ ଉପଯୋଗୀ ସ୍ଥାନ ଯୋଗାଇବା ବ୍ୟତୀତ ଖାଦ୍ୟ, ଶସ୍ୟ, ଖଣିଜ ପଦାର୍ଥ ଯୋଗାଇ ଦେଇଥାଏ। ଆମେ ସବୁ ମଣିଷ ଜାତି ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରୁ ଅତ୍ୟନ୍ତ ବୁଦ୍ଧିଆ। ତେଣୁ ନିଜର ବିଦ୍ୟା ବୁଦ୍ଧିକୁ ପ୍ରୟୋଗ କରି ରାସ୍ତାଘାଟ, କଳକାରଖାନା ବ୍ୟତୀତ ଏବେ ବଡ଼ ବଡ଼ କୋଠାବାଡ଼ି ତିଆରି କରି ମାଟିକୁ ଦୂଷିତ କରିବାରେ ଲାଗିଛୁ।
ବିଶେଷ କରି ଅଧିକ ଫସଲ ଉତ୍ପାଦନ କରିବା ଲକ୍ଷ୍ୟରେ ଅଧିକ ସାର ଔଷଧ ପ୍ରୟୋଗ କରି ଜମିର ଉର୍ବରତା ହ୍ରାସ କରିବା ବ୍ୟତୀତ ମାଟିକୁ ଦୂଷିତ କରିଦେଉଛୁ। ଏସବୁ ବ୍ୟତୀତ ସହରାଞ୍ଚଳର ପ୍ରଦୂଷକ ମଧ୍ୟରେ ଆଜବେଷ୍ଟସ୍ ଗୁଣ୍ଡ, ଲେଡ୍ ବା ସିସା, କ୍ରୋମାଟିନ୍ ଗୁଣ୍ଡ, ତମ୍ବା, ଆର୍ସେନିକ୍ ଭଳି ସୂକ୍ଷ୍ମ ରୂପରେ ମାଟିରେ ରହିବା ଯୋଗୁଁ ଚର୍ମ କ୍ୟାନ୍ସର, ରକ୍ତ କ୍ୟାନ୍ସର ଭଳି ଜଟିଳ ତଥା ମାରାତ୍ମକ ରୋଗ ଶିଶୁମାନଙ୍କଠାରେ ବ୍ୟାପିବାରେ ଲାଗିଛି। ସେହିଭଳି ଗ୍ରାମାଞ୍ଚଳର ମାଟି ମଧ୍ୟ ଧୀରେ ଧୀରେ ନିଜର ଉର୍ବରତାକୁ ହରାଇ ଅଧିକ ସାର ଆବଶ୍ୟକ କରୁଛି। ମାଟି ତଳେ ବାସ କରୁଥିବା ଜିଆ, ଜୋକ, କଲକତରା ଭଳି କେତେକ ଜୀବ ଏବଂ ଉପକାରୀ ବୀଜାଣୁ, କବକମାନେ ମଧ୍ୟ ମାଟିରୁ ଲୋପ ପାଇଯାଉଛନ୍ତି। ବିଭିନ୍ନ ପ୍ରକାର ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି। ପ୍ରାଣୀ ଜଗତର ରକ୍ଷା କବଚ ସାଜିଥିବା ବୃକ୍ଷରାଜି ନଷ୍ଟ ହେବା ଯୋଗୁଁ ମାଟିର ଉପର ଅଂଶ ଧୋଇ ହୋଇ ଜଳସ୍ରୋତରେ ମିଶି ନଦୀ ନାଳ ଦେଇ ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ଏବେ ଦୁଃଖର କଥା ହେଉଛି 1 ସେଣ୍ଟିମିଟର ବହଳର ମୃତ୍ତିକା ତିଆରି ହେବାକୁ ହଜାର ହଜାର ବର୍ଷ ଲାଗୁଥିବା ବେଳେ ପ୍ରବଳ ବର୍ଷାର ମାଡ଼ରେ ଗୋଟିଏ ବର୍ଷରେ 1 ସେଣ୍ଟିମିଟରରୁ ଅଧିକ ବହଳର ମାଟି ଧୋଇ ହୋଇଯାଉଛି। ମାଟି ଏବଂ ବାୟୁ ପରେ ଅନ୍ୟ ଏକ ଜୀବନ ରକ୍ଷାକାରୀ ପ୍ରାକୃତିକ ସମ୍ପଦ ହେଉଛି ଜଳ, ଯାହାକୁ ଆମେ ଜୀବନ ବୋଲି କହିଥାଉ। ପିଲାମାନେ, ତୁମେ ସବୁ ଜାଣିଥିବ ଆମ ପୃଥିବୀ ପୃଷ୍ଠରେ 70% କେବଳ ସମୁଦ୍ର ବ୍ୟାପି ରହିଛି। ଏତେ ପରିମାଣର ସମୁଦ୍ର ପାଣି ଥିଲେ ସୁଦ୍ଧା ଆମ ଜୀବନ ଧାରଣ ପାଇଁ, କୃଷିକାର୍ଯ୍ୟ ପାଇଁ, କଳକାରଖାନା ପାଇଁ ମଧୁର ଜଳ ଆବଶ୍ୟକ ହୋଇଥାଏ। ମାତ୍ର ଦୁଃଖର କଥା ହେଲା ପୃଥିବୀ ପୃଷ୍ଠରେ ମଧୁର ଜଳର ପରିମାଣ ମାତ୍ର 2%। ଏତେ କମ୍ ପରିମାଣର ମଧୁର ପାଣି ଉପରେ ପୃଥିବୀ ପୃଷ୍ଠରେ ବାସ କରୁଥିବା 840 କୋଟିରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରି ବଞ୍ଚୁଛନ୍ତି। ଏତେ ଲୋକଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ହଜାର ହଜାର ସଂଖ୍ୟକ କଳକାରଖାନା ତିଆରି କରାଯାଉଛି। ସେଥିରୁ ନିର୍ଗତ ଦୂଷିତ ପାଣି ନିକଟସ୍ଥ ନଦୀ, ନାଳ, ଝରଣାର ଜଳକୁ ଦୂଷିତ କରିଦେଉଛି। ଚାଷ ଜମିରେ ପଡ଼ୁଥିବା କୀଟନାଶକ ଔଷଧ, ରାସାୟନିକ ସାର ବର୍ଷା ପାଣିରେ ଧୋଇ ହୋଇ ପୋଖରୀ, ନଦୀ, ନାଳ, ଜଳାଶୟରେ ମିଶି ସେଗୁଡ଼ିକୁ ମଧ୍ୟ ଦୂଷିତ କରିଦେଉଛି। ତେବେ ପିଲାମାନେ, ଏଥର ଚିନ୍ତା କର, ଆମେ ସ୍ୱଚ୍ଛ ପାଣି ମୁନ୍ଦାଏ କେଉଁଠୁ ପାଇବା? କେବଳ ମାଟି ତଳର ଜଳ ହିଁ ଆମକୁ ବଞ୍ଚାଇ ପାରିବ ବା ଆମେ ତାକୁ ପାନୀୟ ଜଳ ରୂପେ ବ୍ୟବହାର କରିପାରିବା। ମାତ୍ର ଦୁଃଖର କଥା ହେଲା ଏବେ ବ୍ୟାପକ ପରିମାଣର ବଡ଼ ବଡ଼ ନଳକୂପର ଖନନ ଯୋଗୁଁ ବଡ଼ ବଡ଼ ସହରର ମାଟି ତଳେ ଆଉ ମଧୁର ପାଣି ନାହିଁ ବା ଜଳସ୍ତର କମିବାରେ ଲାଗିଛି, ଯାହାର ପ୍ରଭାବକୁ ଆଖି ଆଗରେ ରଖି ଆମର ପରିବେଶବିତ୍ମାନେ ଆମକୁ ସତର୍କ କରାଇ ଦେଲେଣି ଯେ ବ୍ୟାପକ ପରିମାଣର ଗଛ ଲଗାଅ ଏବଂ ସହରକୁ ଛାଡ଼ି ଗାଁକୁ ଚାଲ। କାରଣ ଆମକୁ ସୁସ୍ଥ ସବଳ ଭାବରେ ବଞ୍ଚିବାକୁ ହେଲେ ବିଶୁଦ୍ଧ ପାଣି, ପବନ ଓ ମାଟିର ଆବଶ୍ୟକତା ଅଛି, ଯାହା ଆମକୁ ଗାଁରେ ହିଁ ମିଳିପାରିବ। ଏଥର ପିଲେ ଅନୁଭବ ପାଣି ଆମକୁ ଆଉ ଗୋଟେ ଗୀତ ଗାଇକି ଶୁଣେଇବେ। ଆସ ଶୁଣିବା। ମୁଁ ଏବେ ଶିଶୁ ସଙ୍ଗୀତ ଗାଇ ଶୁଣାଇବି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଟିକି ଝରଣା ଟିକି ଝରଣା କେଡ଼େ ସୁନ୍ଦର ତୁ ଘର କରଣା। ଟିକି ଝରଣା କେଡ଼େ ସୁନ୍ଦର ତୁ ଘର କରଣା।
ପିଲାମାନେ, ତମେ ତ ସବୁ ଛୋଟ ପିଲା। ଭଲ ମନ୍ଦର ପାର୍ଥକ୍ୟ ବିଷୟରେ ତମର ହୁଏତ ସେତେଟା ଜ୍ଞାନ ନଥିବ, କିନ୍ତୁ ଜାଣିଛ ପିଲେ, ଆଜି ଦୁନିଆରେ ତମରି ପରି ଅନେକ ଅଛନ୍ତି ଯେଉଁମାନେ ଦେଖିବାକୁ ତମ ପରି, କିନ୍ତୁ ତମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଶାରୀରିକ ବା ମାନସିକ ସ୍ତରରେ ସେମାନେ ଦୁର୍ବଳ ବା ଭିନ୍ନକ୍ଷମ, କିନ୍ତୁ ଦୃଢ଼ ମନୋବଳ ସାହାଯ୍ୟରେ ସେମାନେ ବି ଆଜି ଜଗତରେ ବଞ୍ଚି ରହିବାର ରାହା ପାଇଛନ୍ତି। ନିଜ ନାଁ ସହ ଦେଶର ନାଁକୁ ଗୌରବାନ୍ୱିତ କରିଛନ୍ତି। ତେଣୁ ସେମାନେ ଅକ୍ଷମ ନୁହନ୍ତି, ସେମାନେ ସକ୍ଷମ। ଆସ, ଏ ବିଷୟରେ ଶୁଣିବା ଆଲୋଚନା। ଆମେ ବି ପାରିବା। ଏ ବିଷୟରେ ତମକୁ କହିଛନ୍ତି ଡକ୍ଟର ଗୀତାଞ୍ଜଳି କର। ସର୍ବାଙ୍ଗ ସୁନ୍ଦର ଶରୀରଟିଏ କାହାର ବା କାମ୍ୟ ନୁହେଁ, କିନ୍ତୁ ଜାଣିଛ ପିଲାମାନେ, ସାରା ବିଶ୍ୱରେ ଆମମାନଙ୍କ ଭିତରେ ଏପରି ଅନେକ ଅଛନ୍ତି ଯେଉଁମାନେ ଶାରୀରିକ ବା ମାନସିକ ଭାବେ ଅସମ୍ପୂର୍ଣ୍ଣ, ଦୁର୍ବଳ ବା ଅନଗ୍ରସର। କାହାକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଦେଖାଯାଏ ନାହିଁ, ତ କାହାକୁ ଶୁଣାଯାଏ ନାହିଁ। କିଏ କଥା କହିପାରେ ନାହିଁ, ତ କିଏ କଥା ବୁଝିପାରେ ନାହିଁ। ଏମିତି ବି ଅନେକ ଅଛନ୍ତି ଯେଉଁମାନେ ଚାଲିବାକୁ ଅସମର୍ଥ, ଆଉ କାହାର ଶାରୀରିକ ଗଠନ ଖୁବ୍ ଛୋଟ। କିଏ ମାଂସପେଶୀରେ ଦୁର୍ବଳତାର ଶିକାର, କିଏ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ, କିଏ ବା ବାତମରା ରୋଗରେ ବା କିଏ ମାନସିକ ରୋଗରେ ଆକ୍ରାନ୍ତ। ଆମମାନଙ୍କ ମଧ୍ୟରେ ମଧ୍ୟ ଅଛନ୍ତି ଅଟିଜିମ୍, ସେରିବ୍ରାଲ୍ ପାଲ୍ସି ଓ ମଲ୍ଟିପୁଲ୍ ସ୍କ୍ଲେରୋସିସ୍ ପରି ମସ୍ତିଷ୍କ ଓ ସ୍ନାୟୁ ରୋଗରେ ଆକ୍ରାନ୍ତ ମାନସିକ ଅନଗ୍ରସର। ବିଭିନ୍ନ କାରଣରୁ ମା ଗର୍ଭରେ ଥିବା ଶିଶୁଟିର ଶାରୀରିକ ଓ ମାନସିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ ଓ ଶିଶୁଟି ଶାରୀରିକ ବା ମାନସିକ ଦୁର୍ବଳତା ବା ଅକ୍ଷମତାର ସହ ଜନ୍ମ ହୋଇଥାଏ। ବିଭିନ୍ନ କାରଣରୁ ମା ଗର୍ଭରେ ଥିବା ଶିଶୁଟିର ଶାରୀରିକ ଓ ମାନସିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ ଓ ଶିଶୁଟି ଶାରୀରିକ ବା ମାନସିକ ଦୁର୍ବଳତା ବା ଅକ୍ଷମତାର ସହ ଜନ୍ମ ହୋଇଥାଏ। ଏହାର କାରଣମାନଙ୍କ ମଧ୍ୟରେ ବଂଶଗତ ରୋଗ ଅନ୍ୟତମ। ଜିନ୍ ମାଧ୍ୟମରେ ଗର୍ଭସ୍ଥ ଶିଶୁଟି ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। ଏହାଛଡ଼ା ଗର୍ଭବତୀ ମହିଳାଙ୍କର ନିଶାଦ୍ରବ୍ୟ ସେବନ, ଧୂମପାନ, ସନ୍ତୁଳିତ ଆହାରର ଅଭାବ, ରକ୍ତହୀନତା, ଅସ୍ୱାସ୍ଥ୍ୟକର ପରିବେଶ, ବାୟୁ ପ୍ରଦୂଷଣ, ଦୂଷିତ ଜଳ, ପ୍ରଦୂଷିତ ପରିବେଶ, ଗାଡ଼ି ମଟର ଓ କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ, ପ୍ରଦୂଷିତ ବାୟୁରେ ଥିବା ଜୀବାଣୁ ଓ ଭୂତାଣୁ ଜନିତ ସଂକ୍ରମଣ, ଯୁଦ୍ଧରେ ବ୍ୟବହୃତ ବମ୍ ଓ ଲ୍ୟାଣ୍ଡମାଇନ୍ରୁ ନିର୍ଗତ ବିଷାକ୍ତ ରାସାୟନିକ ଦ୍ରବ୍ୟ, ରାସାୟନିକ ସାର, ଗର୍ଭବତୀଙ୍କ ଯତ୍ନର ଅଭାବ, ଅଦରକାରୀ ଔଷଧ ସେବନ ଓ ଅସୁରକ୍ଷିତ ଇଞ୍ଜେକ୍ସନ ଗର୍ଭସ୍ଥ ଶିଶୁର ଶାରୀରିକ ଓ ମାନସିକ ଗଠନରେ କୁପ୍ରଭାବ ପକାଇଥାଏ। ଶିଶୁଟି ଜନ୍ମ ହେବାର ଠିକ୍ ପୂର୍ବ ବା ପରର କୌଣସି ଅସୁବିଧା ଯୋଗୁଁ ମଧ୍ୟ ଶିଶୁଟି ବିଭିନ୍ନ ପ୍ରକାର ପୀଡ଼ିତ ହୋଇଥାଏ। ଏହାଛଡ଼ା ଶିଶୁଟି ଜନ୍ମ ହେଲା ପରେ ଜୀବନର ଯେକୌଣସି ସୋପାନରେ ଦୁର୍ଘଟଣା ଯୋଗୁଁ ବା ଜୀବାଣୁ ବା ଭୂତାଣୁ ସଂକ୍ରମଣ ଜନିତ ବିପର୍ଯ୍ୟୟ ଶରୀରର ଯେକୌଣସି ଅଙ୍ଗରେ ଘଟିପାରେ। ପିଲାମାନେ, ଏବେ ଆମେ ଜାଣିବା ସେମାନଙ୍କ ସହିତ ଆମେ କିପରି ବ୍ୟବହାର କରିବା ଉଚିତ। ସେମାନଙ୍କ ପ୍ରତି ସମ୍ବେଦନଶୀଳତା, ସହନଶୀଳତା, ସଦ୍ଭାବପୂର୍ଣ୍ଣ ଓ ସମ୍ମାନଜନକ ବ୍ୟବହାର ଦେଖାଇବା ଉଚିତ। ପିଲାମାନେ, ସେମାନଙ୍କୁ ଦେଖି ଆଚମ୍ବିତ ହୋଇ ସିଧାସଳଖ ଅନେଇ ରହିବନି କି ଦେଖି ନ ଦେଖିବା ପରି ବ୍ୟବହାର କରିବନି। ସେମାନଙ୍କ ସହିତ କଥା ହେଲାବେଳେ ତାଙ୍କ ପାଖରେ ବସି ତାଙ୍କ ମୁହଁ ସାମ୍ନାରେ ନିଜ ମୁହଁକୁ ରଖି ସାଧାରଣ ଭାବେ କଥା ହେବ। ସେମାନଙ୍କର ଦୁର୍ବଳତା ବିଷୟରେ ଆଦୌ ଆଲୋଚନା କରିବ ନାହିଁ। ସେମାନଙ୍କ ସାଙ୍ଗରେ ଅତି ବଡ଼ ପାଟିରେ କଥା ହେବ ନାହିଁ କି ସେମାନଙ୍କୁ ଦେଖି ହସିବନି। ସେମାନଙ୍କର ଆକ୍ରାନ୍ତ ଅଙ୍ଗକୁ ଛୁଇଁବନି କି ତାଙ୍କ ପିଠିରେ ବା ମୁଣ୍ଡରେ ଆଉଁସି ଦୟାପୂର୍ଣ୍ଣ ବ୍ୟବହାର କରିବନି। ସେମାନଙ୍କୁ ନିଜ ସହିତ ତୁଳନା କରି ହେୟ ଜ୍ଞାନ କରିବା ଉଚିତ ନୁହେଁ। ସାହାଯ୍ୟ କରିବାକୁ ଚେଷ୍ଟା କରିବା ପୂର୍ବରୁ ସେମାନଙ୍କର ସାହାଯ୍ୟ ଦରକାର କି ନାହିଁ ଜାଣିନେବା ଉଚିତ। ସେମାନେ ଭିନ୍ନକ୍ଷମ ହେଲେ ବି ତାଙ୍କୁ ଦୁର୍ବଳ ବିବେଚନା ନ କରି ନିଜର ସମାସ୍କନ୍ଦ ଭାବେ ବ୍ୟବହାର କରିବା ଉଚିତ। ସେମାନଙ୍କ ପ୍ରତି ଆମେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କରିବା ଦରକାର। ଯାହାକୁ କମ୍ ଶୁଣାଯାଉଛି ସେମାନଙ୍କ ସହ ବଡ଼ ପାଟିରେ କଥା ହେଲେ ସେମାନେ ଶୁଣିପାରିବେ। ଯାହାକୁ ଆଦୌ ଶୁଣାଯାଏ ନାହିଁ ସେ ଓଠ, ମୁହଁ ଓ ହାତର ସଞ୍ଚାଳନକୁ ଲକ୍ଷ୍ୟ କରି ଆମ କଥା ବୁଝିପାରିବେ। ଆଖିକୁ ଦେଖାଯାଉନଥିବା ବ୍ୟକ୍ତିଙ୍କ ସହିତ କଥା ହେବା ବେଳେ ପ୍ରଥମେ ନିଜର ପରିଚୟ ଦେବା ସହ ତାଙ୍କ ପାଖରୁ ଫେରିବା ବେଳେ ତାଙ୍କୁ ଜଣାଇବା ଉଚିତ। ଯେଉଁମାନଙ୍କର କଥା ବୁଝିବାରେ ବା କହିବାରେ ଅସୁବିଧା ଅଛି ସେମାନଙ୍କୁ ସରଳ ଓ ସାବଲୀଳ ଭାବରେ ବୁଝେଇ କହିବା ଉଚିତ। ସେମାନେ ଧୀରେ ଧୀରେ କହିବାକୁ ଚେଷ୍ଟା କଲାବେଳେ ନିଜ ଶବ୍ଦ ଦ୍ୱାରା ସେମାନଙ୍କ ବାକ୍ୟକୁ ପୂରଣ ନ କରି ଧୈର୍ଯ୍ୟର ସହିତ ଶୁଣିବା ଉଚିତ। ବିନା କାରଣରେ ସେମାନଙ୍କର ସାହାଯ୍ୟକାରୀ ଯନ୍ତ୍ରରେ ଲାଗିବା ଉଚିତ ନୁହେଁ। ଜାଣିଛ ପିଲେ, ଶରୀରର ଗୋଟିଏ ଅଙ୍ଗ କାର୍ଯ୍ୟକ୍ଷମ ନଥିଲେ ଅନ୍ୟ ଅଙ୍ଗଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଥାନ୍ତି। ସେମାନେ ବିଭିନ୍ନ କୌଶଳ ଦ୍ୱାରା ଦୁର୍ବଳ ଅଙ୍ଗର କାମକୁ ଅନ୍ୟ ଅଙ୍ଗ ମାଧ୍ୟମରେ କରିପାରନ୍ତି। ଏହାଛଡ଼ା ସେମାନଙ୍କର ଆଂଶିକ ଅକ୍ଷମତା ସତ୍ତ୍ୱେ ସେମାନେ ଅତି ବୁଦ୍ଧିମାନ ହେବା ସହ ବିଭିନ୍ନ ପ୍ରକାର ଗୁଣରେ ଗରିୟାନ ହୋଇଥାନ୍ତି।
ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର, ଖେଳ ଓ ସନ୍ତରଣ ପରି ବିଭିନ୍ନ କ୍ଷେତ୍ରରେ ଅନେକ ନିଜ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ କୁମାର ଭଗତ ଅନ୍ୟତମ। ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ବାମ ଗୋଡ଼ରେ ଦୁର୍ବଳତା ସତ୍ତ୍ୱେ ପାରା ଏସିଆନ୍ ଗେମ୍ରେ ବ୍ୟାଡମିଣ୍ଟନରେ 3ଟି ସ୍ୱର୍ଣ୍ଣ ଓ 2ଟି ବ୍ରୋଞ୍ଜ ପଦକ ଜିତି ଆମ ରାଜ୍ୟ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ତାଙ୍କ ଛଡ଼ା ସୁଧା ଚନ୍ଦ୍ରନ ଜଣେ ଜଣାଶୁଣା ନୃତ୍ୟଶିଳ୍ପୀ। ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ମଧ୍ୟ ହାର ନ ମାନି ଦୃଢ଼ ମନୋବଳ ଓ ଉଦ୍ୟମ ଦ୍ୱାରା ପ୍ରୋସ୍ଥେଟିକ୍ ଗୋଡ଼ ସାହାଯ୍ୟରେ ନିଜର ନୃତ୍ୟ କଳା ଜାରି ରଖିପାରିଲେ। ଭରତ କୁମାର ବାମ ହାତ ନଥାଇ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସେ ଜଣେ ସନ୍ତରଣ ବିଶାରଦ ଭାବେ ବିଭିନ୍ନ ପ୍ରତିଯୋଗିତାରେ 50ରୁ ଅଧିକ ପଦକ ହାସଲ କରିପାରିଛନ୍ତି। ସେହିପରି ରବୀନ୍ଦ୍ର ଜୈନ ଜନ୍ମରୁ ଦୃଷ୍ଟିହୀନ ହୋଇ ମଧ୍ୟ ସଙ୍ଗୀତକାର, ଗାୟକ ତଥା ଲେଖକ ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଏଚ୍ ବୋନିଫେସ୍ ପ୍ରଭୁ ଗୋଡ଼ର ଦୁର୍ବଳତା ସତ୍ତ୍ୱେ ସେ ସଟ୍ପୁଟ୍, ଜାଭଲିନ୍ ଖେଳରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ହୁଇଲ୍ ଚେୟାର ଟେନିସ୍ ଖେଳରେ ଦକ୍ଷତା ପ୍ରତିପାଦନ କରି ପଦ୍ମଶ୍ରୀ ପୁରସ୍କାରରେ ବିଭୂଷିତ। ସେହିପରି ଅରୁଣିମା ସିହ୍ନା ଟ୍ରେନ୍ ଦୁର୍ଘଟଣାରେ ଗୋଡ଼ ଦୁଇଟି ହରାଇ ମଧ୍ୟ ପ୍ରୋସ୍ଥେଟିକ୍ ଗୋଡ଼ ସାହାଯ୍ୟରେ ନିଜର ଅଦମ୍ୟ ଚେଷ୍ଟା ଓ ଦୃଢ଼ ମନୋବଳ ଦ୍ୱାରା ଏଭରେଷ୍ଟ ପର୍ବତ ଆରୋହଣ କରିବାରେ ସଫଳ ହୋଇପାରିଥିଲେ। ଡକ୍ଟର ସୁରେଶ ଆଡଭାନୀ ପୋଲିଓ ରୋଗ ଦ୍ୱାରା ଗୋଡ଼ ଦୁଇଟି ଅକର୍ମଣ୍ୟ ହେବା ସତ୍ତ୍ୱେ କ୍ୟାନ୍ସର ରୋଗ କ୍ଷେତ୍ରରେ ଡାକ୍ତର ହିସାବରେ ତାଙ୍କର ଅବଦାନ ଅପରିସୀମ। ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାରେ ସେ ପ୍ରଥମ ଡାକ୍ତର। ତାଙ୍କର ଅବଦାନ ପାଇଁ 2001ରେ ସେ ପଦ୍ମଶ୍ରୀ ଓ 2012ରେ ପଦ୍ମବିଭୂଷଣ ପଦରେ ଅଭିଷିକ୍ତ ହୋଇପାରିଛନ୍ତି। ଏହିପରି ଅଗଣିତ ଭିନ୍ନକ୍ଷମ ନିଜର ଶାରୀରିକ ଦୁର୍ବଳତାକୁ ଭ୍ରୂକ୍ଷେପ ନ କରି ନିଜର ଦୃଢ଼ ମନୋବଳ ଓ ଉଦ୍ୟମ ଫଳରେ ବିଭିନ୍ନ କ୍ଷେତ୍ରରେ ନିଜର ସକ୍ଷମତାକୁ ପ୍ରତିପାଦନ କରିପାରିଛନ୍ତି। ଜାଣିଛ ପିଲାମାନେ, ଏହି ଭିନ୍ନକ୍ଷମମାନଙ୍କ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର 3 ତାରିଖରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ଭିନ୍ନକ୍ଷମଙ୍କର ଅଧିକାର, ଆତ୍ମସମ୍ମାନ ଓ ହିତ ପାଇଁ ଉଦ୍ୟମ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ, କାରଣ ସେମାନେ ବି କ୍ଷମ। ପିଲେ, ଭାରତ ମାତା କୋଳରେ ଜନ୍ମ ନେଇ ଯେଉଁ କେତେଜଣ ଜନନାୟକ ଦେଶ ସେବାରେ ନିଜକୁ ନିୟୋଜିତ କରି ଆମର ଚିରନମସ୍ୟ ହେଇ ରହିଛନ୍ତି, ସେମାନଙ୍କ ମଧ୍ୟରୁ ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ ଅନ୍ୟତମ। ଆଜି ଆମେ ଭାରତ ମାତାର ସେହି ବରପୁତ୍ରଙ୍କ ବିଷୟରେ ଜାଣିବା। କହିଛନ୍ତି ବାଇଧର ନାୟକ। ପିଲାମାନେ, ରାଜେନ୍ଦ୍ର ପ୍ରସାଦ 1884 ମସିହା ଡିସେମ୍ବର 3 ତାରିଖରେ ବିହାର ପ୍ରଦେଶର ସିୱାନ ଜିଲ୍ଲା ଅନ୍ତର୍ଗତ ଜିରାଦେଇ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମହାଦେବ ସହାୟ ଶ୍ରୀବାସ୍ତବ। ସେ ଫାର୍ସି ଓ ସଂସ୍କୃତ ଭାଷାରେ ପଣ୍ଡିତ ଥିଲେ। ତାଙ୍କ ମାତା ଥିଲେ କମଳେଶ୍ୱରୀ ଦେବୀ। ମାତା କମଳେଶ୍ୱରୀ ଦେବୀ ଥିଲେ ଜଣେ ଧର୍ମପରାୟଣା ମହିଳା। ଶିଶୁ ରାଜେନ୍ଦ୍ର ପ୍ରସାଦଙ୍କୁ ରାମାୟଣ, ମହାଭାରତ ଓ ରାମଲୀଳା କାହାଣୀ ଶୁଣାଉଥିଲେ। ତାଙ୍କ ମା ରାଜେନ୍ଦ୍ର ପ୍ରସାଦଙ୍କ ଭିତରେ ଧର୍ମୀୟ ଭାବନା ସଞ୍ଚରିତ କରି ଦେଇଥିଲେ। ସେତେବେଳେ ତାଙ୍କ ଗାଁରେ ପାଠ ପଢ଼ିବାର କୌଣସି ସୁବିଧା ସୁଯୋଗ ନଥିଲା। ଜଣେ ମୌଲବୀ ତାଙ୍କ ଘରକୁ ପାଠ ପଢ଼ାଇବାକୁ ଆସୁଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ ବଡ଼ ଭଉଣୀ ଭଗବତୀ ଦେବୀ ତାଙ୍କ ପାଠପଢ଼ାର ସମସ୍ତ ଦାୟିତ୍ୱ ବୁଝୁଥିଲେ। ରାଜେନ୍ଦ୍ର ପ୍ରସାଦଙ୍କର ପାଠପଢ଼ା ପ୍ରତି ଖୁବ୍ ଆଗ୍ରହ ଥିଲା। ନିକଟସ୍ଥ ଛାପ୍ରା ଉଚ୍ଚ ଇଂରାଜୀ ବିଦ୍ୟାଳୟରୁ କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାସ୍ କରିଥିଲେ। ସେ ସମୟରେ 3 ଟଙ୍କାର ଛାତ୍ରବୃତ୍ତି ପାଇଥିଲେ। 13 ବର୍ଷ ବୟସରେ ସେ ରାଜବଂଶୀ ନାମକ ଜଣେ ଝିଅକୁ ବିବାହ କରିଥିଲେ। 1902 ମସିହାରେ କୋଲକାତା ପ୍ରେସିଡେନ୍ସି କଲେଜରେ ନାମ ଲେଖାଇ ପାଠପଢ଼ା ଆରମ୍ଭ କଲେ। ମେଧାବୀ ଛାତ୍ର ଭାବରେ ସେ ତତ୍କାଳୀନ ଅଧ୍ୟାପକ ଡକ୍ଟର ଜଗଦୀଶ ଚନ୍ଦ୍ର ବୋଷ, ଡକ୍ଟର ପି.କେ. ରାୟ, ଡକ୍ଟର ପି.ସି. ରାୟ ପରି ବିଜ୍ଞ ଶିକ୍ଷକମାନଙ୍କର ସେ ପ୍ରିୟଭାଜନ ହୋଇଥିଲେ। ସେ କଲେଜ ୟୁନିୟନର ସେକ୍ରେଟାରୀ ଭାବରେ ନିର୍ବାଚିତ ମଧ୍ୟ ହୋଇଥିଲେ। ପିଲାମାନେ, 1906 ମସିହାରେ ବି.ଏ. ଓ ବି.ଏଲ୍.ଏଲ୍. ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହି ସମୟରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ କୋଲକାତାଠାରେ ବସିଥିଲା।
ରାଜେନ୍ଦ୍ର ପ୍ରସାଦ ସେହି କଂଗ୍ରେସ ଅଧିବେଶନରେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ପାଇଥିଲେ। 1915 ମସିହାରେ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରି ମେଧାବୀ ଛାତ୍ର ଭାବରେ ସ୍ୱର୍ଣ୍ଣ ପଦକ ପାଇଥିଲେ। କିଛି ଦିନ ପାଇଁ ମୁଜାଫର କଲେଜର ଅଧ୍ୟାପକ ହୋଇଥିଲେ। ଶିକ୍ଷକତା ତାଙ୍କୁ ଭଲ ନ ଲାଗିବାରୁ ସେ କୋଲକାତା ହାଇକୋର୍ଟରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ତାପରେ ପାଟନା ହାଇକୋର୍ଟରେ ଆଇନ ବ୍ୟବସାୟ କରି ଖୁବ୍ ଲୋକପ୍ରିୟ ହୋଇପାରିଥିଲେ। ରୋଜଗାର ଅର୍ଥକୁ ସେ ଗରିବ ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟି ଦେଉଥିଲେ। 1918 ମସିହାରେ ଗାନ୍ଧିଜୀ ବିହାର ଚମ୍ପାରନ ଜିଲ୍ଲା ଗସ୍ତରେ ଆସିଥିଲେ। ସେଠାରେ ରାଜେନ୍ଦ୍ର ପ୍ରସାଦଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଗାନ୍ଧିଜୀଙ୍କ ଭାଷଣରେ ସେ ମନ୍ତ୍ରମୁଗ୍ଧ ହୋଇ ଗାନ୍ଧିଜୀଙ୍କର ଏକାନ୍ତ ଅନୁଗତ ହୋଇଯାଇଥିଲେ। ଆଇନ ବ୍ୟବସାୟ ଛାଡ଼ି ସଂଗ୍ରାମୀ ହୋଇଯାଇଥିଲେ। ଗାନ୍ଧୀଙ୍କ ଆହ୍ୱାନରେ ଓ ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା। ପୁଲିସର ଲାଠିମାଡ଼ ଖାଇ ସେ 6 ମାସ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତାପରେ ତାଙ୍କର ଚତୁରତା ପାଇଁ ଏକାଧିବାର ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ। 1934 ମସିହାରେ ବମ୍ବେ କଂଗ୍ରେସ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। 1939 ମସିହାରେ ସୁଭାଷ ବୋଷ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାରୁ ରାଜେନ୍ଦ୍ର ପ୍ରସାଦ ଅଧ୍ୟକ୍ଷ ହୋଇଥିଲେ। 1946 ମସିହା ଜୁଲାଇ ମାସରେ ଆମର ସମ୍ବିଧାନ ତିଆରି ପାଇଁ ସମ୍ବିଧାନ ସଭା ଗଠନ କରାଗଲା। ରାଜେନ୍ଦ୍ର ପ୍ରସାଦ ଏହି ସମ୍ବିଧାନ ସଭାର ଅଧ୍ୟକ୍ଷ ହୋଇଥିଲେ। 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଭାରତ ସ୍ୱାଧୀନ ହେଲା। 1949 ମସିହା ନଭେମ୍ବର 26 ତାରିଖରେ ସମ୍ବିଧାନ ଗଢ଼ାଗଲା। 1950 ମସିହା ଜାନୁଆରୀ 26 ତାରିଖରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ରୂପେ ମାନ୍ୟତା ପାଇଲା। ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ରାଷ୍ଟ୍ରପତି ହେବା ପରେ ତାଙ୍କର ଜୀବନଯାପନ ପ୍ରଣାଳୀ ଖୁବ୍ ସରଳ ଓ ନିରାଡ଼ମ୍ବରପୂର୍ଣ୍ଣ ଥିଲା। ରାଷ୍ଟ୍ରପତି ଭାବରେ ସେ 10,000 ଟଙ୍କା ମାତ୍ର ପାଉଥିଲେ। 2,500 ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ଅବଶିଷ୍ଟ ଟଙ୍କା ଦେଶବାସୀଙ୍କ ପାଇଁ ସେ ଦାନ କରିଦେଉଥିଲେ। 1957 ମସିହାରେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଥିଲେ। 1962 ମସିହାରେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ତାଙ୍କୁ ଭାରତ ରତ୍ନ ଉପାଧିରେ ଭୂଷିତ କରାଯାଇଥିଲା। କର୍ମମୟ ଜୀବନରୁ ଅବସର ନେଇ ବିହାରର ପାଟନାଠାରେ ସନାତନ ଆଶ୍ରମ ପ୍ରତିଷ୍ଠା କରିଥିଲେ। 1963 ମସିହା ଫେବୃଆରୀ 28 ତାରିଖରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ଜୀବନ ଦୀପ ଲିଭିଯାଇଥିଲା। କିନ୍ତୁ ଆଜି ବି ସେ ଆମ ପାଖରେ ଅମର ଗାଥା ହୋଇ ରହିଛନ୍ତି ଏବଂ ସବୁଦିନ ପାଇଁ ପୂଜ୍ୟ ପୂଜା ପାଉଥିବେ। ପିଲାଏ, ଘଣ୍ଟାକୁ ଦେଖିଲଣି? ଟିକ୍ ଟିକ୍ କରି ଇସାରା ଦେଲାଣି, ସମୟ ସରିବାକୁ ବସିଲାଣି। ଆଜିର ଶିଶୁ ସଂସାରକୁ ତେବେ ଏଇଠି ରଖିବା। ପୁଣି ଦେଖା ହେବ ଆଗାମୀ ରବିବାରରେ।